ଖ୍ରୀଷ୍ଟ ପ୍ରେମରେ ପୁଣି ଥରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ଏବଂ ନମସ୍କାର ଜଣାଏ। ପରମେଶ୍ୱରଙ୍କର ଅନୁଗ୍ରହ ଏବଂ ଦୟା ହେତୁ ଆମେ ପୁଣି ଥରେ ଏକ ନୂତନ ଅଧ୍ୟାୟକୁ ଦେଖିବାକୁ ଯାଉଅଛୁ। ଆଉ ମୁଁ ଆଶା କରେ ପ୍ରଭୁ ଏହି ଅଧ୍ୟାୟରେ ମଧ୍ୟ ଆମମାନଙ୍କୁ କିଛି ରହସ୍ୟ ଏବଂ ନିଗୁଢ଼ ତତ୍ତ୍ୱ ବିଷୟ ଜଣାଇବେ। ଆମ ସମସ୍ତଙ୍କର କିଛି ମୂଳ କାହାଣୀ ଥାଏ, ଆଉ ସେମିତି ଏକ କାହାଣୀ ଆମମାନଙ୍କର ମୂଳ ଏକ ପରିଚୟକୁ ଗଢ଼ିଥାଏ। ବାଇବେଲର ଯାତ୍ରା ପୁସ୍ତକ ଠିକ୍ ସେହିପରି ଏକ ମୂଳ କାହାଣୀ, ଯେଉଁ କାହାଣୀ ଏକ ସମ୍ପର୍କ, ଏକ ପ୍ରସ୍ତୁତିକୁ ଦେଖାଇଥାଏ। ଏହା ଏକ ପରିବର୍ତ୍ତନ ଏବଂ ମୁକ୍ତିର ବହୁତ ଶକ୍ତିଶାଳୀ ଏକ କଥା ଅଟେ, ଯାହାକି ଆମେମାନେ ଜାଣିବା ଏବଂ ବୁଝିବା ବହୁତ ଆବଶ୍ୟକ। ଏବେ ଚାଲନ୍ତୁ ଆମେ ଏହି ମହାନ କାହାଣୀର ଏକ ଗଭୀରତାକୁ ଯିବା। ଜାଣନ୍ତି, ଏହି କାହାଣୀର ପୁରା ନାଁରେ ହିଁ ସମସ୍ତ ସାର ଲୁଚି ରହିଅଛି। ଏକ୍ସୋଡସ୍ ଏହା ଏକ ଗ୍ରୀକ୍ ଶବ୍ଦ ଅଟେ, ଆଉ ଯେଉଁ ଶବ୍ଦକୁ ଆମେ ଦେଖିଲେ ଏଥିରୁ ଜଣାପଡ଼େ ଯେ ଏହା ଏକ ଗଭୀର ଯାତ୍ରାକୁ ସୂଚାଇଥାଏ। ଆଉ ଏକ୍ସୋଡସ୍ ଯାହାକି ଗ୍ରୀକ୍ ଶବ୍ଦ, ଏହା ଏକ୍ସୋଡୋସରୁ ଆସିଅଛି, ଯାହାର ଅର୍ଥ ହେଉଛି ପ୍ରସ୍ଥାନ ବା ବାହାରି ଯିବା, ମାନେ ଦାସତ୍ୱରୁ ମୁକ୍ତି ଆଡ଼କୁ ଏକ ବହୁତ ବଡ଼ ଯାତ୍ରା। ଆଉ ଏହି ମହାନ ପ୍ରସ୍ଥାନ କାହାଣୀର ମାର୍ଗଦର୍ଶକ ଥିଲେ ମୋଶା। କିନ୍ତୁ ଏହା ଏକ ଲଢ଼େଇ ବା ଜୟୀର ଇତିହାସ ନୁହେଁ। ଏହା ହେଉଛି ଈଶ୍ୱରଙ୍କ ଦ୍ୱାରା ବଛା ଯାଇଥିବା ଏକ ଜାତିର ଉଦ୍ଧାର ଓ ମୁକ୍ତିର କାହାଣୀ। ତେବେ ଚାଲନ୍ତୁ ଆମେ ଟିକେ ସେହି ସମୟକୁ ଫେରିଯିବା ଆଉ ଦେଖିବା ଯେ ପରମେଶ୍ୱର ଏହି ପୁସ୍ତକରେ କେଉଁ ବିଷୟକୁ ଆମମାନଙ୍କୁ ଜଣାନ୍ତି। ଯେତେବେଳେ ଯାତ୍ରା ଆରମ୍ଭ ହୋଇଥିଲା, ଟିକେ ଭାବି ଦେଖିବା, ଯଦି 400 ବର୍ଷ, ଗୋଟିଏ ପିଢ଼ି ନୁହେଁ, ଦୁଇଟା ପିଢ଼ି ନୁହେଁ, ପୁରା 400 ବର୍ଷ ପର୍ଯ୍ୟନ୍ତ ଯେତେ ପିଢ଼ି ଆସିଛନ୍ତି, ସେମାନଙ୍କର ସନ୍ଦର୍ଭ ଆମେ ସ୍ଥାନରେ ଦେଖିବାକୁ ପାଇଥାଉ। ମୁକ୍ତି କ'ଣ ଅଟେ ସେମାନେ ତ ତାହା ଭୁଲି ହିଁ ଯାଇଥିଲେ। ସେମାନଙ୍କ ପାଇଁ ଏହା ଏକ ଭୁଲି ଯାଇଥିଲା ସ୍ୱପ୍ନ ପରି ଥିଲା। ଆଉ ଏହି ଅସହାୟତାରୁ ହିଁ କାହାଣୀ ଆରମ୍ଭ ହୁଏ। ତେବେ ଯଦି ଦେଖିବା ମୂଳ ସମସ୍ୟା କ'ଣ ଥିଲା? ସମସ୍ୟା ଥିଲା ସମ୍ପୂର୍ଣ୍ଣ ଅସହାୟତା, ଯାହାକି ସେମାନଙ୍କୁ କୌଣସି ସହାୟତା ଦେଖିବାକୁ ମିଳୁନଥିଲା। ଗୋଟିଏ ପୁରା ଜାତି ଶିକୁଳିରେ ବନ୍ଧା ଯାଇଥିଲେ, ଆଉ ନିଜେ ନିଜକୁ ମୁକ୍ତ କରିବାର କୌଣସି ରାସ୍ତା ବା ମାର୍ଗ ଦେଖାଯାଉନଥିଲା। ସେମାନଙ୍କୁ ବାହାରୁ କିମ୍ବା ଉପରୁ ସାହାଯ୍ୟ ଦରକାର ଥିଲା, କିନ୍ତୁ ତାହା ମଧ୍ୟ ତାଙ୍କର ଆଶା ଆଉ ଚିନ୍ତାର ବାହାରେ ଥିଲା। ଆଉ ଏଇଠୁ ହିଁ ଆରମ୍ଭ ହୁଏ ଏକ ନିର୍ଭରଶୀଳତାର କଥା। ଯଦି ଆମେ ଏହି କାହାଣୀର ମୂଳ କଥାକୁ ଖୋଜିବା, ତାହେଲେ ଗୋଟିଏ ଶବ୍ଦ ବାରମ୍ବାର ସାମ୍ନାକୁ ଆସେ। ସେହି ଶବ୍ଦଟି ହେଉଛି ମୁକ୍ତି। ଆଉ ଜାଣିଛନ୍ତି ଏହା କେତେ ଥର ଦେଖିବାକୁ ମିଳେ? ପୁରା 9 ଥର ଆମମାନଙ୍କୁ ଦେଖିବାକୁ ମିଳେ। ଆଉ ଏଇଥିରୁ ହିଁ ଆମମାନଙ୍କୁ ଜାଣିବାକୁ ମିଳେ ପୁରା କାହାଣୀର କେନ୍ଦ୍ରବିନ୍ଦୁ ହେଉଛି ଯେ ମୁକ୍ତି ବା ଉଦ୍ଧାର। ଆଉ ଏହି ମୁକ୍ତିର ପ୍ରତିଜ୍ଞା ସିଧାସଳଖ ଈଶ୍ୱରଙ୍କ ଠାରୁ ଆସିଥିଲା। ସେ କହିଲେ, ମୁଁ ସଦାପ୍ରଭୁ, ମୁଁ ତୁମମାନଙ୍କୁ ସେହି ମିଶ୍ରୀୟମାନଙ୍କ ଭାର ତଳୁ ବା ସମସ୍ତ କଷ୍ଟରୁ ବାହାର କରିକି ଆଣିବି, ପୁଣି ଆପଣା ବିସ୍ତାରିତ ବାହୁ ଦ୍ୱାରା ତୁମମାନଙ୍କୁ ମୁକ୍ତ କରିବି। ଏହି ଗୋଟିଏ ପ୍ରତିଜ୍ଞା ସେମାନଙ୍କର ଥିଲା ଏକ ଆଶାର ଆଧାର, ପୁରା କାହାଣୀର ଚାଳକ ଶକ୍ତି। ତେବେ ମୂଳ କଥା କ'ଣ ହେଲା? ନିର୍ଭରଶୀଳତା। ଇସ୍ରାଏଲ ଜାତି ନିଜ ବଳରେ କିଛି ବି କରିପାରିନଥାନ୍ତେ। ସେମାନେ ସମ୍ପୂର୍ଣ୍ଣ ଭାବରେ ଅସମର୍ଥ ଥିଲେ। ଏହି କାହାଣୀ ଗୋଟିଏ କଥା ବହୁତ ସ୍ପଷ୍ଟ ଭାବରେ କହିଥାଏ, ମୁକ୍ତି କେବଳ ମନୁଷ୍ୟର ଚେଷ୍ଟାର ବଳରୁ ନୁହେଁ, ବରଂ ଈଶ୍ୱରଙ୍କର ଅନୁଗ୍ରହ ଏବଂ ଦୟାରୁ ଆସିଥାଏ। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ମୁକ୍ତି କିପରି ହେଲା? ଏହାର ଯୋଜନା କ'ଣ ଥିଲା? ଯଦି ଦେଖିବା, ତାହେଲେ ଏହାର ଯୋଜନା 2 ଭାଗ ବିଶିଷ୍ଟ ଥିଲା। 2ଟି ବହୁତ ଶକ୍ତିଶାଳୀ ଅଂଶ, ରକ୍ତ ଓ ଶକ୍ତି। ଆମେ ଯଦି ଦେଖିବା, ଏହି 2ଟି ବିଷୟ, ରକ୍ତ ଦ୍ୱାରା ଶକ୍ତି ଓ ଶକ୍ତି ଦ୍ୱାରା ଉଦ୍ଧାର, ଏହି 2ଟି ବିଷୟ ଈଶ୍ୱରଙ୍କର ପ୍ରତିଜ୍ଞାକୁ ପୂର୍ଣ୍ଣ କଲା। ଆଉ ଏହି 2ଟି ମୁଖ୍ୟ ଘଟଣା ହେଉଛି ନିସ୍ତାର ପର୍ବ ଓ ସୁପସାଗର ପାର ହେବା, ଯାହା ବିଷୟରେ ଆମେ ଯାତ୍ରା ପୁସ୍ତକ 12ରୁ 14 ଅଧ୍ୟାୟରେ ପଢ଼ିବାକୁ ପାଉ। ଚାଲନ୍ତୁ ପ୍ରଥମରେ ଦେଖିବା ଭାଗ 1, ରକ୍ତ ଦ୍ୱାରା ମୁକ୍ତି। ଏହା ପୁରାପୁରି ନିସ୍ତାର ପର୍ବ ଉପରେ କେନ୍ଦ୍ରିତ କରାଯାଇଅଛି ଓ ତାର ଗଭୀର ଅର୍ଥ ଉପରେ ଆମକୁ ଦେଖିବାକୁ ମିଳେ। ତେବେ ହେଲା କ'ଣ? ନିସ୍ତାର ପର୍ବରେ ଗୋଟିଏ ନିଖୁଣ ମେଷ ଶାବକର ବଳି ଦିଆଗଲା ଓ ତାର ରକ୍ତକୁ ଘରର ବାଜୁବନ୍ଧ ବା କବାଟରେ ଲଗାଗଲା। ଏହା ଏକ ଅତୁଟ ଚିହ୍ନ ଥିଲା, ଯାହାଦ୍ୱାରା ସଂହାରକ ଦୂତ ବା 10ମ ମହାମାରୀ ସେ ଗୃହକୁ ଛୁଇଁ ପାରିଲା ନାହିଁ ଆଉ ତାହାଠାରୁ ପ୍ରସ୍ଥାନ କଲା। ଇସ୍ରାଏଲର ପ୍ରଥମ ଜାତ ପୁତ୍ରମାନେ ନିସ୍ତାର ପାଇଲେ। ଆଉ ଏହି ଘଟଣା ପରେ ପରେ ହିଁ ଆମେମାନେ ଦେଖୁ ଯେ ଫାରୋ ସେମାନଙ୍କୁ ଯିବାକୁ ଦେଲେ। କିନ୍ତୁ ଯଦି ଦେଖିବା, ତାହେଲେ କାହାଣୀ ଏହି ସ୍ଥାନରେ ସମାପ୍ତ ହୋଇନାହିଁ। ଏହି ସ୍ଥାନରେ ଆମେ ଦ୍ୱିତୀୟ ଭାଗର ଆରମ୍ଭକୁ ଦେଖୁଅଛୁ, ଶକ୍ତି ଦ୍ୱାରା ଉଦ୍ଧାର। ଏହା ଥିଲା ଈଶ୍ୱରଙ୍କର ଶକ୍ତିର ଏମିତି ପ୍ରଦର୍ଶନ, ଯାହା କେହି କେବେ ମଧ୍ୟ ଭୁଲି ପାରିବେ ନାହିଁ। ଭାବି ଦେଖନ୍ତୁ, ଗୋଟିଏ ପଟେ ବିଶାଳ ସମୁଦ୍ର ଦେଖାଯାଉଅଛି, ଅନ୍ୟପଟେ ଫାରୋଙ୍କ ସେନା ପିଛା କରୁଛନ୍ତି, ଗୋଡ଼ାଉଛନ୍ତି। ଆଉ ଠିକ୍ ସେହି ସମୟରେ
ଈଶ୍ୱର ସମୁଦ୍ରକୁ ଦୁଇ ଭାଗ କରିଦେଲେ, ଲୋକମାନେ ଶୁଖିଲା ରାସ୍ତାରେ ଚାଲିଗଲେ। କିନ୍ତୁ ଯେମିତି ହିଁ ମିଶ୍ରୀୟ ସେନା ସେହି ରାସ୍ତାକୁ ଆସିଲେ, ସମୁଦ୍ରର ପାଣି ପୁଣି ମିଶିଗଲା ଆଉ ସବୁକିଛି ଶେଷ ହୋଇଗଲା। ଏହା ଥିଲା ଶକ୍ତି ଦ୍ୱାରା ଉଦ୍ଧାରର ଚରମ ସୀମାର ଉଦ୍ଧାର ପଥ। ହେଲେ ଯାତ୍ରା ପୁସ୍ତକର କାହାଣୀ କେବଳ ଗୋଟେ ଐତିହାସିକ ଘଟଣା ନୁହେଁ, ଏହା ଭିତରେ ବହୁତ ଗଭୀର ସାଙ୍କେତିକ ଅର୍ଥ ଲୁଚି ରହିଅଛି। ଚାଲନ୍ତୁ ଏହି ପରିତ୍ରାଣର ପ୍ରତୀକ ଗୁଡ଼ିକୁ କିଛି ଦେଖିବା ଓ ତାହାର ଭବିଷ୍ୟତମୂଳକ ବାଣୀ ଅର୍ଥ ବୁଝିବାକୁ ଚେଷ୍ଟା କରିବା। କେମିତି କହିପାରିବା ଯେ ଯାତ୍ରା ପୁସ୍ତକରେ ଘଟିଥିବା ଅନେକ ଘଟଣା ଭବିଷ୍ୟତରେ ହେବାକୁ ଥିବା ବଡ଼ ଘଟଣା ଗୁଡ଼ିକର ଏକ ଝଲକ ବା ପୂର୍ବାଭାସ ଥିଲା। ଏହି ପୁସ୍ତକର ଅନେକ ଚରିତ୍ର ବା ବସ୍ତୁ ଓ ଘଟଣା ଗୁଡ଼ିକ ଖ୍ରୀଷ୍ଟଙ୍କ ଚରିତ୍ର ତାଙ୍କ କାମର ଏକ ଚିତ୍ର ଦେଖାଇଥାଏ। ଆସନ୍ତୁ କିଛି ଉଦାହରଣ ଦେଖିବା। ଦେଖନ୍ତୁ, ମୋଶା ଯିଏ ଜଣେ ଉଦ୍ଧାରକର୍ତ୍ତା ଏବଂ ମଧ୍ୟସ୍ଥି ଥିଲେ, ସେ ଖ୍ରୀଷ୍ଟଙ୍କର ଏକ ଛାୟା ସଦୃଶ୍ୟ। ସେହିପରି ନିସ୍ତାର ପର୍ବର ମେଷ ଶାବକ ଈଶ୍ୱରଙ୍କର ନିଷ୍ପାପର ମେଷ ଶାବକ ପ୍ରତୀକ ବୋଲି ଜଣାଏ। ମରୁଭୂମିରେ ମିଳୁଥିବା ମାନ୍ନା ଓ ଜଳ ଆଧ୍ୟାତ୍ମିକ ପୋଷଣର ପ୍ରତୀକ, ଯାହା ଖ୍ରୀଷ୍ଟଙ୍କ ଠାରୁ ମିଳେ। ଆଭାସ ହେଉଛି ଈଶ୍ୱର ନିଜ ଲୋକଙ୍କ ସହିତ ବାସ କରିବାର ଓ ମହାଯାଜକ ଖ୍ରୀଷ୍ଟଙ୍କର ମଧ୍ୟସ୍ଥି ଭୂମିକାର। ଏହି ସବୁ ପ୍ରତୀକ ଖ୍ରୀଷ୍ଟଙ୍କର ଏକ ବଡ଼ କାହାଣୀ ଉପରକୁ ଆଙ୍କିତ କରୁଅଛି। ଠିକ୍ ଅଛି, ତାହେଲେ ସେମାନେ ତ ସମସ୍ତେ ମୁକ୍ତ ହୋଇଗଲେ, କିନ୍ତୁ କାହାଣୀ କ'ଣ ସେଇଠି ଶେଷ ହୋଇଗଲା? ବିଲକୁଲ ନୁହେଁ। ଏବେ ଆରମ୍ଭ ହେଲା ପ୍ରକୃତ ଯାତ୍ରା, ଦାସତ୍ୱରୁ ଏକ ନୂଆ ରାଷ୍ଟ୍ର ଗଠନ କରିବାର ଯାତ୍ରା। ଦେଖନ୍ତୁ, ମିଶ୍ରରୁ ବାହାରିବା ତ କେବଳ ପ୍ରଥମ ପାଦ ଥିଲା। ପ୍ରକୃତ ଲକ୍ଷ୍ୟ ଥିଲା ବହୁତ ବଡ଼। ଲକ୍ଷ୍ୟ ଥିଲା ଏକ ଏଭଳି ରାଷ୍ଟ୍ର ତିଆରି କରିବା ଯାହାକୁ ସ୍ୱୟଂ ଈଶ୍ୱର ଶାସନ କରିବେ। ଏହା କେବଳ ଶାରୀରିକ ମୁକ୍ତି ନଥିଲା, ବରଂ ଏକ ନୂଆ ପରିଚୟ ଏବଂ ନୂଆ ଉଦ୍ଦେଶ୍ୟ ପାଇବାର କଥା ଥିଲା। ଆଉ ଏହି ରାଷ୍ଟ୍ର ନିର୍ମାଣର ଯାତ୍ରା କିଛି ଏଭଳି ଭାବରେ ଆମକୁ ଦେଖିବାକୁ ମିଳେ। ପ୍ରଥମରେ ମିଶ୍ରର ଉଦ୍ଧାର, ତାପରେ ସିନିୟ ପର୍ବତ ପାଖକୁ ଯାତ୍ରା, ସେଠାରେ ଈଶ୍ୱରଙ୍କର ନିୟମ ଗ୍ରହଣ କରିବା, ଶେଷରେ ଆଭାସ ନିର୍ମାଣ କରିବା, ଯାହା ଏକ ପ୍ରତୀକ ଥିଲା ଯେ ଈଶ୍ୱର ସେମାନଙ୍କ ସହିତ ବାସ କରିବେ। ଆଉ ଏ ନୂଆ ରାଷ୍ଟ୍ରର ପରିଚୟ କ'ଣ ଥିଲା? ତାହା ଈଶ୍ୱର ନିଜେ ସେମାନଙ୍କୁ କହିଥିଲେ, ଯଦି ତୁମେମାନେ ମୋହର ବାକ୍ୟକୁ ଅବଧାନ କରି ମୋହର ନିୟମ ପାଳନ କର, ତେବେ ତୁମେମାନେ ସମସ୍ତ ଗୋଷ୍ଠୀ ଲୋକଙ୍କ ମଧ୍ୟରେ ମୋହର ସ୍ୱତନ୍ତ୍ର ଅଧିକାରୀ ହେବ। ପୁଣି ତୁମେମାନେ ମୋ ପାଇଁ ଗୋଟିଏ ଯାଜକ ଓ ପବିତ୍ର ଗୋଷ୍ଠୀ ଭାବରେ ଯୋଚାଯିବ। ଏହା ଥିଲା ସେମାନଙ୍କର ନୂଆ ଉଦ୍ଦେଶ୍ୟ। ତେବେ ଏତେ ସବୁ କଥା ପରେ ଏହି କାହାଣୀରୁ ଆମେ କ'ଣ ଶିଖିଲୁ? ଯଦି ଗୋଟିଏ ଶବ୍ଦରେ କହିବା, ତେବେ ତାହା ହେଉଛି ନିର୍ଭରଶୀଳତା। ହଁ, ଯାତ୍ରା ପୁସ୍ତକର ସମ୍ପୂର୍ଣ୍ଣ କାହାଣୀ ଏହି ଗୋଟିଏ ବିଚାର ଚାରିପାଖେ ଘୁରି ବୁଲୁଛି, ନିର୍ଭରଶୀଳତା। କିନ୍ତୁ ଟିକେ ଭାବିବା କଥା, ପ୍ରକୃତରେ ସ୍ୱାଧୀନ ହେବାର ଅର୍ଥ କ'ଣ? ଯେତେବେଳେ ସେହି ସ୍ୱାଧୀନତା ପାଇଁ ଆମେ ଅନ୍ୟ କାହା ଉପରେ ନିର୍ଭରଶୀଳ। ଏହି ପ୍ରଶ୍ନଟି ଆମ ସମସ୍ତଙ୍କ ପାଇଁ, ଯେ ଆଜି ଆମେ କାହା ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭରଶୀଳ ହୋଇଯାଇ